ଏଥର ମାଗଣାରେ ମିଳିବ ସିଲେଇ ମେସିନ୍। ଏହି ଦିନଠୁ ବିତରଣ ଆରମ୍ଭ। ଗରିବ ଜନସାଧାରଣଙ୍କ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି। କେତେକ ଯୋଜନା ଅଧୀନରେ ସରକାର ସିଧାସଳଖ ଲୋକଙ୍କୁ ସାହାଯ୍ୟ ଯୋଗାଉ। ଏହିଭଳି ଏକ ଯୋଜନା ମଧ୍ୟରେ ଲୋକଙ୍କୁ ମାଗଣା ସିଲେଇ ମେସିନ୍ ସହ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ମାଗଣା ସିଲେଇ ମେସିନ୍ ସ୍କିମ୍ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଛି, ଯେଉଁଥିରେ ମହିଳାମାନେ 9,000 ଟଙ୍କା ବି ପାଉଛନ୍ତି। ସମସ୍ତ ପ୍ରକାର ସୂଚନା ସୋଶାଲ ମିଡ଼ିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏହି ସିଲେଇ ମେସିନ୍ ଲୋକଙ୍କୁ ବିତରଣ ବି ଆରମ୍ଭ ହୋଇଥିବା କୁହାଯାଉଛି। ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏହି ଯୋଜନାକୁ ମୂଳ ଉଦ୍ଦେଶ୍ୟ। ତେବେ ଏହି ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଦାବି କରାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେଭଳି କୌଣସି ଘୋଷଣା କରାଯାଇ ନାହିଁ। ବିଶ୍ୱକର୍ମା ଯୋଜନା ଅଧୀନରେ ଲୋକଙ୍କୁ ମାଗଣା ସିଲେଇ ମେସିନ୍ ଯୋଗାଇବା ଆରମ୍ଭ ହୋଇଛି। ଯଦି ଆପଣ ବି ଏହି ଯୋଜନାରେ ସାମିଲ ହେବାକୁ ଆବେଦନ କରିଥିଲେ, ତେବେ ତୁରନ୍ତ ଆପ୍ଲିକେସନ ଷ୍ଟାଟସ୍ ଯାଞ୍ଚ କରନ୍ତୁ। ବର୍ତ୍ତମାନ ଉତ୍ତରପ୍ରଦେଶ ଏହି ଯୋଜନାରେ ପଞ୍ଜୀକୃତ ହିତାଧିକାରୀଙ୍କୁ ମାଗଣା ସିଲେଇ ମେସିନ୍ ପ୍ରଦାନ କରାଯିବା ଆରମ୍ଭ ହୋଇଛି। ଗତ 2023 ମସିହା ସେପ୍ଟେମ୍ବର 17 ତାରିଖରେ ଏହି ଯୋଜନା ଘୋଷଣା କରାଯାଇଥିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାରେ ସାମିଲ ହୋଇ ଘରେ ବସି ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିବେ। ଆପଣ ମଧ୍ୟ ଆବେଦନ କରି ଏହି ଯୋଜନାର ଲାଭ ଉଠାଇ ପାରିବେ। ଏଥିପାଇଁ ପ୍ରମାଣପତ୍ର, ଠିକଣା ପ୍ରମାଣପତ୍ର, ବ୍ୟାଙ୍କ ଖାତା ବିବରଣୀ, ମୋବାଇଲ ନମ୍ବର, ପାସପୋର୍ଟ ସାଇଜ ଫଟୋ, ମହିଳାଙ୍କୁ ଆଧାର କାର୍ଡ, ଦିବ୍ୟାଙ୍ଗ ହୋଇଥିଲେ ଏହାର ପ୍ରମାଣପତ୍ର ବି ଆବଶ୍ୟକ। ଏହି ଯୋଜନାରେ ଗାଁ ଓ ସହର ମହିଳାମାନେ ଅନ୍ତର୍ଭୁକ୍ତ ହୋଇପାରିବେ। ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଆଧାର କାର୍ଡ, ଜନ୍ମ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ମୋବାଇଲ ନମ୍ବର, ପାସପୋର୍ଟ ସାଇଜ ଫଟୋ, ଦିବ୍ୟାଙ୍ଗ ପାଇଁ ସ୍ୱତନ୍ତ୍ର ଦିବ୍ୟାଙ୍ଗ ଆଇଡି ଓ ବିଧବାମାନଙ୍କ ପାଇଁ ବିଧବା ସାର୍ଟିଫିକେଟ୍ ଦରକାର।